ରିଲେସନସିପ ରଖେ ନାହିଁ। ବିଶେଷ କରି ଯୋଉମାନେ ଅଣ ଖ୍ରୀଷ୍ଟିଆନ ସେମାନଙ୍କ ସହିତ ମୁଁ ବହୁତ କ୍ଲୋଜ ରିଲେସନସିପ ରଖେ ନାହିଁ। ମୋର ଭୟ ହେଲା କାରଣ ସେମାନଙ୍କର ଅଧିକାଂଶ ସାମାଜିକ କାର୍ଯ୍ୟକ୍ରମ ଗୁଡିକ ସବୁ ସଣ୍ଡେ ଦିନ ଥାଏ। ଆଉ ଯଦି ଆପଣ ତା ସହିତ ଏତେ କ୍ଲୋଜ ହେଇଯିବେ ତାହେଲେ ତାଙ୍କୁ ଆପଣ ମନା କରିପାରିବେ ନାହିଁ। ସେ କମ ଏତିକି ଡିଷ୍ଟାନ୍ସ ରହିବା ଦରକାର ଯୋଉଥିରେ ଆପଣ ସଣ୍ଡେ ଦିନ ଯଦି ସେମାନେ କୌଣସି ପ୍ରକାର ଭଲ ମନ୍ଦ କାର୍ଯ୍ୟ କରୁଛନ୍ତି ତାହେଲେ ଆପଣ ସେଟା ଏଭଏଡ କରିପାରିବେ ଏବଂ ତାଙ୍କୁ ମନା କରିପାରିବେ। ମନା କଲେ ମଧ୍ୟ ତାଙ୍କୁ ଖରାପ ଲାଗିବ ନାହିଁ। ତେଣୁ ବେଳେ ବେଳେ ମତେ ଟିକେ ଅନସୋସିଆଲ ପର୍ସନ ହିସାବରେ କାଉଣ୍ଟ କରାଯାଏ, ଅଣସାମାଜିକ ବ୍ୟକ୍ତି। ଏବଂ ଏଥିପାଇଁ ବେଳେ ବେଳେ ଆମ ଘରେ ମଧ୍ୟ ଟିକେ ଅଶାନ୍ତି ହେଇଯାନ୍ତି କାରଣ ସିଏ ନର୍ମାଲି ଲେଡିସ୍ ଲୋକ ଟିକେ ଯିବା ପାଇଁ ପସନ୍ଦ କରନ୍ତି ସବୁ ଜିନିଷକୁ। ଆଉ ମୁଁ ଏଇଟା ବହୁତ ଏଭଏଡ କରେ। ମତେ କେବଳ ଆତ୍ମିକ କଣ ସେଟା କହୁଛନ୍ତି ସମାରୋହ କୁ ଛାଡିଦେଲେ ବାକି ଜିନିଷ ଗୁଡାକରେ ମତେ ଆଦୌ ପସନ୍ଦ ନାହିଁ। ପିଲାବେଳୁ ଆଗ ପସନ୍ଦ ନାହିଁ, ଏବେ ବି ପସନ୍ଦ ନାହିଁ। ମୁଁ ନର୍ମାଲି ଯାଏନି ବାହାଘର ଏଗୁଡା ଯଦି ନିହାତି ଯଦି ମତେ ଯାଇକି ଯଦି ପଇସା ଦେଇ ଯଦି ହେଇଯାଉଛି ମ୍ୟାନେଜ ହେଇଯାଉଛି ନ ଯିବାଟା ମୁଁ ଏଭଏଡ କରେ। ତେଣୁ ଏଇଟା ବେଳେ ବେଳେ ମତେ ଲୋକ ଭାବୁଛନ୍ତି ତାର ଇଏ ଆତ୍ମଗର୍ବ ପାଇଁ ସବୁ କରୁଛି, ପ୍ରାଉଡନେସ ପାଇଁ କରୁଛି, ସେଇଟା ନାହିଁ। ମେନ୍ ଜିନିଷ ହେଲା ମୁଁ ଏଇଟା ଏଭଏଡ କରେ। ସଣ୍ଡେ ଦିନରେ 2 ନମ୍ବର ଜିନିଷ ମୁଁ ଯୋଉଠି ରୁହେ ନର୍ମାଲି ସେଠି ମୁଁ ଚର୍ଚ୍ଚ ଆଟେଣ୍ଡ କରେ ନାହିଁ। ଆମ ଲୋକମାନଙ୍କର ଟିକେ କିଛି ଦୁର୍ଗୁଣ କହିଲେ ବି ଅତ୍ୟୁକ୍ତି ହବ ନାହିଁ। ଯେତେବେଳେ ଆପଣ ଚର୍ଚ୍ଚରେ ସେ ପାଖାପାଖି କ୍ଲୋଜ ହେଇଯାନ୍ତି ସେମାନେ ଆପଣଙ୍କ କାନ୍ଧରେ ହାତ ପକେଇ ଦିଅନ୍ତି ଆମ ଲୋକ। ତେଣୁ ସେଇଟା ମୁଁ ଏଭଏଡ କରିକି ଟିକେ ଦୂର ଚର୍ଚ୍ଚ ଯାଏ। ଯେମିତି ମୁଁ 10 ମିନିଟ୍ ଯାଉଥିଲି 45 କିଲୋମିଟର, କିନ୍ତୁ ମୁଁ କେବେ ମଧ୍ୟ ଚର୍ଚ୍ଚରେ କେବେ ଲେଟରେ ପହଞ୍ଚିନି। ମୁଁ ଚେଷ୍ଟା କରେ ଉପାସନା ପ୍ରାରମ୍ଭରୁ ପହଞ୍ଚିବା ପାଇଁ। ମୁଁ ପହଞ୍ଚେ ମଧ୍ୟ ଏଠି ବି ନର୍ମାଲ ପାଳାଖେମୁଣ୍ଡି ଯାଉଛି 24 କିଲୋମିଟର 24-25 କିଲୋମିଟର। କିଛି ଜାଗାରେ ଆମକୁ ବକ୍ତା କରି ଡାକନ୍ତି, ସେମାନେ କହନ୍ତି ସାର୍ ଆମର ଚର୍ଚ୍ଚ ଆରମ୍ଭ ହବ 10:30ରୁ ଆଉ ବାକ୍ୟ ଆରମ୍ଭ ହବ 11ଟା ଅଧେ। ଆପଣ ସାର୍ପ 11:15ରେ ପହଞ୍ଚିଲେ ଚଳିବ। ମୁଁ ରବିବାର ଦିନ କେବଳ ଜଣେ ପ୍ରଚାରକ ଭାବରେ କିମ୍ବା କେବଳ ଗୋଟେ ନାଁକୁ ମାତ୍ର ପ୍ରେଜେଣ୍ଟ ରହିବା ପାଇଁ ଯାଏ ନାହିଁ। ମୁଁ ବହୁତ ସମୟ ପୂର୍ବରୁ ସେଠି ପହଞ୍ଚେ। ଗୋଟେ ଜାଗାରେ ପ୍ରଚାର କରିବା ପାଇଁ ଗଲୁ ଏଇ ଗଜପତିରେ ଆମକୁ ସମୟ ଦେଇଥିଲେ, ଆମେ ସେ ସମୟରେ ଯାଇ ପହଞ୍ଚିଲୁ 3 ଜଣ। ମୋ ଗାଡିରେ 2 ଜଣ ସାଙ୍ଗରେ ନେଇକି ଯାଏ। ଗଲାବେଳେ ସେଠି କେହି ନାହାନ୍ତି, ନା ପାଳକ ଅଛନ୍ତି ନା ମଣ୍ଡଳୀର କର୍ମକର୍ତ୍ତା ଅଛନ୍ତି, କେବଳ 2 ଜଣ ବୟସ୍କ ଲୋକ ବସିକି ଅଛନ୍ତି। ଆମେ ଭାବିଲୁ ଆଜି କୌଣସି ଗାଁରେ କିଛି ସମସ୍ୟା ହେଇଗଲା ବୋଧେ, ଆଜି ବୋଧେ ଏଠି ଆଉ ଚର୍ଚ୍ଚ ହବ ନାହିଁ। ମତେ ଡାକି ତାଙ୍କୁ କଲ୍ କଲା ପରେ ନାଇଁ ସେ ସବୁ ଆସୁଛି, ଆପଣ ପହଞ୍ଚିଗଲେ। ଆମେ ପହଞ୍ଚିଗଲୁ ଆପଣ ସମୟ ଅନୁସାରେ। ତାପରେ ସେ ତରତର ହେଇକି ଆସିଲେ। 11ଟା ହେଲା ବେଳକୁ ସମସ୍ତେ ସେଠି ପ୍ରେଜେଣ୍ଟ ଥିଲେ। ମୋର କହିବାର ଉଦ୍ଦେଶ୍ୟ ହେଲା ଆଜିର ବାକ୍ୟ ପ୍ରମାଣେ ଆମେ ରବିବାର ଦିନଟାକୁ ଈଶ୍ୱରଙ୍କର ମନୋନୀତ ଦିବସଟାକୁ ଏବଂ ବିଶେଷ କରି ଉପାସନା ସମୟଟାକୁ ଆମେ କେମିତି ବ୍ୟବହାର କରୁଛୁ। ମୁଁ ଦେଖୁଥିଲି, ମୁଁ ହିସାବ ରଖେ, ମୁଁ ଯେହେତୁ ଡାଏରୀ ମେଣ୍ଟେନ କରେ, 2024 ମସିହାରେ ଇଲେକ୍ସନ ଥିବା ସତ୍ତ୍ୱେ ମୁଁ 4ଟା ରବିବାର ଦିନ ଆବସେଣ୍ଟ ଅଛି। 2025 ମସିହାରେ ମୁଁ 2ଟା ରବିବାର ଆବସେଣ୍ଟ ଅଛି। ଆଉ ଏ ପର୍ଯ୍ୟନ୍ତ 2026 ମସିହାରେ ଗୋଟିଏ ରବିବାର ଆବସେଣ୍ଟ ଅଛି। କାରଣ ମୁଁ ବହୁତ ଏଭଏଡ କଲା ପରେ ମଧ୍ୟ ଆମର ଅଫିସର ପିକନିକଟା ରହିଲା। 2 ବର୍ଷ ଏଭଏଡ କଲି, 24 ଏଭଏଡ କଲି, 25 ଏଭଏଡ କଲି, କରେଇଲି ନାହିଁ। କିନ୍ତୁ 26ଟା ସେମାନେ କହିଲେ ନାଇଁ ସାର୍ ଆପଣ ବି ପଳେଇବେ। ଆଉ ନିର୍ବାଚିତ ପ୍ରତିନିଧି ମାନେ ବି କହିଲେ ସାର୍ ଆମର ଲାଷ୍ଟ ଆରଥର ଆମେ ଇଲେକ୍ଟେଡ ହବୁ ନ ହବୁ କରିବା। ବହୁତ ଏଭଏଡ କରି ଜାନୁଆରୀ ମାସ ଏଭଏଡ କଲି, ଫେବୃଆରୀ ସେମିତି, ମାର୍ଚ୍ଚ ମାସରେ ସେମାନେ ବାଧ୍ୟ କଲେ। ଆଉ ମାର୍ଚ୍ଚ 8 ତାରିଖରେ ଆମେ ଗୋଟେ ଆନ୍ଧ୍ରାର ଗୋଟେ ଜାଗାରେ ଯାଇକି ଭୋଜି କଲୁ। ଆଉ ସେଦିନ ଆମେ ମିସ୍ କଲୁ। ସେଠି ବି ଗୋଟେ ସେଠି ତେଲୁଗୁ ଚର୍ଚ୍ଚ ଚାଲିଥିଲା, ତା ଭିତରେ ପଶିଲି, ଅଧଘଣ୍ଟା ପଶିଲି, ବେଶୀ କିଛି ବୁଝିପାରିଲିନି, ବଟ୍ ଅଳ୍ପ ଅଳ୍ପ ବୁଝିଲି, ଫିର ବି ତା ଭିତରେ ପଶିଲି। ମତେ ରବିବାର ଦିନ ଚର୍ଚ୍ଚ ନ ଗଲେ ବହୁତ ଅନିଶ୍ୱାସୀ ଲାଗେ। ମୁଁ ଏହା କହିବାକୁ ଚାହୁଁନାହିଁ ଯେ ଆପଣ ଚର୍ଚ୍ଚ ଗଲେ ଗୋଟେ ମହାଧାର୍ମିକ ହେଇଯିବେ କି ପରିତ୍ରାଣ ପାଇଯିବେ, ବଟ୍ ଦି ଡେ ବିଂ ସେପାରେଟେଡ ବାଇ ଗଡ୍ ଆମେ ତାକୁ କେତେ ଗୁରୁତ୍ୱ ଦଉଛୁ, ଆମେ ତାକୁ କେତେ ଗୁରୁତ୍ୱ ଦଉଛୁ। ମୁଁ କେବେ ତାକୁ ମିସ୍ କରିବା ପାଇଁ ଚାହିଁବି ନାହିଁ। ପ୍ରାଣପଣେ ଚେଷ୍ଟା କରିବି, ଅନଲେସ୍ ଆଣ୍ଡ ଅନଟିଲ୍ ମୁଁ ଯଦି ହେଲ୍ଥ ଇସ୍ୟୁ ଥିବ କିମ୍ବା ଯଦି ନିହାତି ପ୍ରଫେସନାଲ ଇସ୍ୟୁ ଥିବ ତାହେଲେ ଯାଇ ନପାରେ। ଅଦରୱାଇଜ
टाइम रे पहुंचीबी एवं चर्च सरिला परे निश्चित भाव में जे प्रचार करथिबे तांको हाथ मिसेकी तांको थैंक यू करिबी फॉर द मेसेज देन आई विल कम आउट द चर्च से मैं केवल कहि जो वाक्य प्रचार कली से कथा नै बट आई एम ट्राइंग टू लिव इन दैट वे सो दैट आई कैन बी पार्ट ऑफ द रियल ऑफ द गॉड ईश्वर को प्रकृत राज्य रो अंश हेबा पाए थैंक यू फॉर इनवाइटिंग मी टू गिव सम टेस्टिमोनी धन्यवाद समस्त पुणी नमस्कार गॉड ब्लेस प्रेज द लॉर्ड बहुत बहुत धन्यवाद दीदी मल्लिक भाई सुंदर साक्ष्य पाई पुणी वाक्य पाई साक्ष्य जतल दौले से